ସେମାନେ ଏଥିପାଇଁ ମୋଦିଙ୍କୁ ବ୍ୟବହାର କରୁଛନ୍ତି। ଓଡ଼ିଶା ବିଜେପି ନିଜକୁ ବ୍ୟବହାର କରୁନି। ଓଡ଼ିଶାର କୌଣସି ବିଜେପି ନେତାଙ୍କ ନାଁରେ ମୁଁ ଭାବୁଛି ଏଠି ପ୍ରଭାବ ଅଛି ନା ନାହିଁ ବୋଲି ଭାବୁଛନ୍ତି ନାହାନ୍ତି। ଓଡ଼ିଶା ପାଇଁକା ବିଜେପି ଯେଉଁ ସଂକଳ୍ପପତ୍ର କଲା ସିଏ ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି ବାହାରିଲା। ଓଡ଼ିଶାରେ ନରେନ୍ଦ୍ର ମୋଦି କିଛି ନ୍ୟାସନାଲ ଇସ୍ୟୁ ଆଣୁଛନ୍ତି ଆଣୁନାହାନ୍ତି। ଏବଂ ଯେହେତୁ ଓଡ଼ିଶାର ଗୋଟେ ବିଧାନସଭା ନିର୍ବାଚନ ହେଉଛି ହେଇପାରେ, କିନ୍ତୁ ନରେନ୍ଦ୍ର ମୋଦି ନ୍ୟାସନାଲ ଇସ୍ୟୁ କୋଉଠି କହିବାର ମୁଁ ଦେଖୁନି। ଜାତୀୟ ସ୍ତରରେ ଯୋଉଠି ଅନ୍ୟ ରାଜ୍ୟମାନଙ୍କର କହୁଛନ୍ତି, ଏଠି ଗୋଟେ ଆଟାକ୍ କରୁଛନ୍ତି ଯେ ଏଠି ବିଜେଡି ସେ ଭାବୁଛନ୍ତି ସମ୍ଭବତଃ ତାଙ୍କର ମନ ଭିତରେ ଆସିଛି, ଆସିବା ସ୍ୱାଭାବିକ ମଧ୍ୟ, ଯେ ଓଡ଼ିଶା ହେଉଛି ଗୋଟେ ରାଜ୍ୟ ଯେଉଁ ରାଜ୍ୟରେ ତାଙ୍କର ଲୋକସଭା ଆସନ ସଂଖ୍ୟା ବଢ଼ିବ, ଯେଉଁ ରାଜ୍ୟରେ ତାଙ୍କର ବିଧାନସଭା ଆସନ ସଂଖ୍ୟା ମଧ୍ୟ ବଢ଼ିବ। এইটা তাঙ্কর দৃঢ় বিশ্বাস হয়েছি। এই বিশ্বাস হবার কারণ বি অছি, কারণ এটি গোটা ଆପଣ ଯେଉଁ ପ୍ରଥମ କଥା କହୁଥିଲେ ଯେ ନ୍ୟାସନାଲ ଇସ୍ୟୁ କିଛି ନାହିଁ, କେବଳ ଲୋକାଲ ଇସ୍ୟୁରେ ଇଲେକ୍ସନ ଚାଲିଛି, ଆର କାରଣ କ'ଣ? ନାଇଁ ମୁଁ ସେ କଥା କହୁଛି। ମୁଁ ଭାବୁଛି ନ୍ୟାସନାଲ ଇସ୍ୟୁ ଭିତରକୁ ଇଏ ଜାଣିଛୁ ନ୍ୟାସନାଲ ଇସ୍ୟୁରେ ଏଠି ଯେ ମେନ୍ ରାଇଭାଲ ବିଜେଡି, ବିଜେଡି ନ୍ୟାସନାଲ ଇସ୍ୟୁରେ ବରାବର ତାଙ୍କ ସାଙ୍ଗରେ ଅଛି। ତେଣୁ ନ୍ୟାସନାଲ ଇସ୍ୟୁ ଏବଂ ଏଠି କଂଗ୍ରେସ ଦେଖୁଛନ୍ତି ସ୍ଥିତି ଭଲ ନାହିଁ, କାହିଁ କଂଗ୍ରେସକୁ ସିଏ ରିଭାଇଭ୍ କରିବେ ଦରକାର ନାହିଁ। ଏହା ଭାବିକି କଂଗ୍ରେସରେ କମ୍ କହୁଛନ୍ତି, ଅଳ୍ପ କହୁଛନ୍ତି କିନ୍ତୁ କମ୍ ନା, କିନ୍ତୁ ତାଙ୍କର ମେନ୍ ଫୋକସ୍ ହେଉଛି ସମ୍ପୂର୍ଣ୍ଣ ଭାବରେ ଓଡ଼ିଶା ଉପରେ। ସମ୍ପୂର୍ଣ୍ଣ ଓଡ଼ିଶା କଲେ ଓଡ଼ିଶା ମାନେ ନବୀନ ପଟ୍ଟନାୟକ ଏ 24 ବର୍ଷ ହେଲା ଏଠି କ୍ଷମତାରେ ଅଛନ୍ତି। ଆଚ୍ଛା 24 ବର୍ଷରେ ଯେ କ୍ଷମତା ରହିବ, ବାରମ୍ବାର ନିର୍ବାଚନରେ ଜିତୁଛନ୍ତି, ଲୋକଙ୍କ ଭିତରେ ଗୋଟେ ଫାଟିକନେସ୍ ଆସିବ। ଫାଟିକନେସ୍ ଲୋକ କ୍ଳାନ୍ତ ହୋଇଗଲେଣି এইଭଳି ଗୋଟେ ଧାରଣା ତିଆରି କରିବା। ତେଣୁ ତା ଦେହରେ ଏଇଥିରେ ହୁଏ ଲୋକ ଗୋଟେ ପରିବର୍ତ୍ତନ କଥା ଚିନ୍ତା କରନ୍ତି। ଏମାନେ ପରିବର୍ତ୍ତନ ପାଇଁ ଆମର କ'ଣ ଦରକାର, ଦୁଇଟା ଜିନିଷ ବିଜେପି କରୁଛି। ଗୋଟେ ଲୋକ ଭିତରେ ବହୁ ସେକ୍ସନ ଲୋକ ଯିଏକି ଏତେ ବର୍ଷ ହେଲାଣି ଫାଟିକ ହେଇଗଲାଣି, ଗୋଟେ ପରିବର୍ତ୍ତନ ଦରକାର। ଦ୍ୱିତୀୟ ହେଲା ସେମାନେ ଏଥିପାଇଁ ମୋଦିଙ୍କୁ ବ୍ୟବହାର କରୁଛନ୍ତି। ଓଡ଼ିଶା ବିଜେପି ନିଜକୁ ବ୍ୟବହାର କରୁନି। ଓଡ଼ିଶାର କୌଣସି ବିଜେପି ନେତାଙ୍କ ନାଁରେ ମୁଁ ଭାବୁଛି ଏଠି ପ୍ରଭାବ ଅଛି ନା ନାହିଁ ବୋଲି ଭାବୁଛନ୍ତି ନାହାନ୍ତି। ଓଡ଼ିଶା ପାଇଁକା ବିଜେପି ଯେଉଁ ସଂକଳ୍ପପତ୍ର କଲା ସିଏ ଓଡ଼ିଶା ପାଇଁ ମୋଦିଙ୍କ ଗ୍ୟାରେଣ୍ଟି ବାହାରିଲା।